ପ୍ରଯୋଜକ ମାନଙ୍କୁ ମୁଁ ଏଇ ଗୋଟେ ଅନୁରୋଧ କରିବି, ପାକୁ ବାବୁ ହୁଅନ୍ତୁ, ଲାଣ୍ଡୁ ବାବୁ ହୁଅନ୍ତୁ, ସତ୍ୟ ବାବୁ ହୁଅନ୍ତୁ, ମତା ବାବୁ ହୁଅନ୍ତୁ, ଏସବୁ ଗୋଟେ ମିଶିକିରି ଏଇ ଯେଉଁ ଏକଜୁଟ ପ୍ରକୃତରେ ନାହିଁ, ମିଶିକିରି ଏଇ ଯେଉଁ ତାଙ୍କର ଟ୍ରେନିଂ ପିରିୟଡ଼ କେତେବେଳେ ଯେତେବେଳେ ଆଖଡ଼ା ଘର ଚାଲିଛି, ଆଖଡ଼ା ଘର ଯେତେବେଳେ ଚାଲିଛି ତାଙ୍କୁ ଯେଉଁ ଇଏଟା ରହୁଛି, ଯେଉଁ ଭୁଲଟା ରହୁଛି ବା ଯେଉଁଥିରେ ଲ୍ୟାକ୍ ରହୁଛି ଯେ ସେମାନେ ପାର୍ଟି ଛାଡ଼ି ଦେଉଛନ୍ତି, ଜଣଙ୍କଠୁ ପଇସା ଆଣିକି ଆଉ ଜଣଠୁ ନେଉଛନ୍ତି, ବିବାଦ ସୃଷ୍ଟି ହେଉଛି ନାହିଁ, ବିବାଦ ସୃଷ୍ଟି ହେଉଛି। ଏସବୁ ବିଷୟରେ ଆଟଲିଷ୍ଟ ସେଇ ଯେଉଁ ମାସେ 2 ମାସ ହେଉଛି ମାନେ ଆଖଡ଼ା ଘରର ଘଣ୍ଟାଏ ଖଣ୍ଡେ କାଉନସିଲିଂ ରଖନ୍ତୁ, ଆଇଦର ଏ ଡକ୍ଟର ଅର୍ ଏ ବେଟର କାଉନସିଲର, ସୋ ଦ୍ୟାଟ୍ ତାଙ୍କ ଭିତରେ ଯେଉଁ ଅଭାବ, ତାଙ୍କ ଭିତରେ ଯେଉଁ ଅସୁବିଧା, ତାଙ୍କ ଭିତରେ ଯେଉଁ ଅନିୟମତା ଚାଲିଛି ସେଟା ନିଶ୍ଚିତ ଭାବରେ ଦୂର ହେବ। ତ ପ୍ରଥମଟା ଦେଖିଥିଲି, ଆଜି ସେକେଣ୍ଡ ଦିନ ଯେଉଁ କ'ଣ ତ ସ୍ତ୍ରୀ ଜାଣ ମୋତେ ସିନ୍ଦୁର ଦେବୁ, ଏ ବି ବହୁତ ଫାଣ୍ଟାଷ୍ଟିକ୍। କେବେ ଏଟାକୁ ଏ ଗ୍ରେଡ୍ ବୋଲି କୁହାହେବନି, ସେ ଏ ଗ୍ରେଡ୍ରେ ଅଛି, ଏ ପ୍ଲସ୍ରେ ଅଛି। ପ୍ରତି ସିକ୍ୱେନ୍ସରେ ମୁଁ ଯେମିତି କହିଥିଲି, ସିକ୍ୱେନ୍ସ ଏ ପରେ ବି ପରେ ସି, ଏଇଭଳିଆ ସିକ୍ୱେନ୍ସରେ ନାଟକଟା ଯାଇଛି। ପରିସମାପ୍ତି ମଧ୍ୟ ବହୁତ ଭଲରେ ହେଇଛି, ବୁଝିପାରିଲେ କି? ମୁଁ 2ଟା ନାଟକ ଯେଉଁ ଦେଖିଲିଣି, ତାର ଷ୍ଟାର୍ଟିଂ ଏଣ୍ଡିଂ ବହୁତ ଚମତ୍କାର ଲାଗୁଛି। ଆଉ ନାଟ୍ୟ ଜଗତ ଉପରେ ପଚାରିବେ, ଦେଖନ୍ତୁ ଆମର ସତ୍ୟ ବାବୁ, ଏ ଯେଉଁ ମତା ବାବୁ, ଏମାନେ ହେଉଛନ୍ତି କ'ଣ ଗୋଟେ ଗୋଟେ ଛୋଟିଆ ଇଣ୍ଡଷ୍ଟ୍ରି, ଛୋଟିଆ ଇଣ୍ଡଷ୍ଟ୍ରି ମାନେ କ'ଣ, ଏମାନେ 200 ଲୋକକୁ 250 ଲୋକଙ୍କୁ ଦାନା ପାଣି ଦେଉଛନ୍ତି। ସାମ୍ପ୍ରତିକ ସମାଜରେ ଯେଉଁଭଳିଆ ବର୍ତ୍ତମାନ ବେକାରୀ ସମସ୍ୟା ବଢ଼ିଲାଣି, ବହୁତ ଭଲ ଭଲ ଟ୍ୟାଲେଣ୍ଟ ଷ୍ଟୁଡେଣ୍ଟ ବି ଆସୁଛନ୍ତି, ଚାକିରି ପାଉଛନ୍ତି, ଖାଇବା ପିଇବା ଦେଉଛନ୍ତି, ସବୁ ପ୍ରକାର ସୁବିଧା ସେମାନଙ୍କୁ ଦେଉଛନ୍ତି। ତାପରେ ମୋର ଏତିକି ରିକ୍ୱେଷ୍ଟ, ଧର ଆମେ ସେ ଦେଖିଥିଲେ କ'ଣ ଶୁଣା ହେ ରାମ କାହାଣୀ, ଆଜି ଯେଉଁ ଦେଖିଲେ ଯେଉଁ କଳାକାରମାନେ ଅଛନ୍ତି, ସେଇ କଳାକାରମାନେ ଯେଉଁ ରହୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ, ସେମାନେ 1 ବର୍ଷ 2 ବର୍ଷ 3 ବର୍ଷ ସେଇ ଗୋଟିଏ ପାର୍ଟିରେ ରୁହନ୍ତୁ। ଏଠି କାହାର ଭୁଲ ହେବା, ବର୍ଷକରେ ଚେଞ୍ଜର ଅସୁବିଧା କ'ଣ ହେଉଛି? ଧର ଆମେ କାନ ଲୁହ ସରିଯିବ କି ଅନ୍ୟ ଯେଉଁ ହିଟ୍ ବହି, ଏ ଯେଉଁ ପ୍ରଥମ ବହିଟା ହେଇଥିଲା, ଏ ଯଦି କଳାକାର 3 ଜଣ ପଳେଇବେ ତାହେଲେ କ'ଣ ହେବ? ଆଉ ଯଦି ତାକୁ ଆଡ଼ଜଷ୍ଟ କରିକି ଯିବ, ସେଇଟା ଟିକେ ଭଲ ଲାଗିବନି ନା, ସେଠି ମାନେ ନା, ମୁଁ ସେଇଟା ଗୋଟେ କାନ ଲୁହ ଦେଖିଛି, ଯେଉଁ ଚେଞ୍ଜ ହେଇଗଲା ପରେ ସେଇଟା ଭଲ ଲାଗିବନି। ଆଉ ବି ମୁଁ କହୁଛି, ପ୍ରଯୋଜକମାନଙ୍କୁ କହୁଛି, ମାଲିକମାନଙ୍କୁ କହୁଛି ଏବଂ ଦର୍ଶକମାନଙ୍କୁ କହୁଛି, ମୁଁ କମିଟି ମେମ୍ବରମାନଙ୍କୁ କହୁଛି, ମୁଁ ଆସେ ନାଟକ ଯେ ମୋତେ କ'ଣ ଭଲ ଲାଗେ, ନାଟକର ଷ୍ଟୋରି ଭଲ ଲାଗେ, ଆଉ ଏଇ ଯେଉଁ ନାଟକର ଯେଉଁ ଲଭ୍ ସିନ୍, ଯେଉଁ ଆକ୍ସନ୍, ସେଇଗୁଡ଼ାକ ମାନେ ଶୁଣିଲେ ମାଇଣ୍ଡଟା ଗୋଟେ ଜଲି ମୁଡ୍ ଆସେ। ମୁଁ ତ ଦେଖୁଛି 8 ବର୍ଷ ହେଲା, ବୁଝିପାରିଲେ କି? ଆଉ ଏ ନାଟ ମାନେ ଦେଖନ୍ତୁ, ଯେକୌଣସି ଅର୍ଗାନାଇଜେସନ୍ ଦେଖନ୍ତୁ, କର୍ପୋରେଟ୍ ସେକ୍ସନ୍ ଦେଖନ୍ତୁ, କମ୍ପାନୀ ଦେଖନ୍ତୁ, ଏସବୁ ଦେଖନ୍ତୁ, ସେଠି କ'ଣ ହୁଏ ନା ଗୋଟେ ଗୋଟେ ଜିନିଷ ଥାଏ, ଶିକ୍ଷାନୁଷ୍ଠାନ ମାନଙ୍କରେ କାଉନସିଲିଂ କରାଯାଏ, ମସ୍ତିଷ୍କକୁ ଠିକ୍ କରାଯାଏ, ଏସବୁ କରାଯାଏ। ମୁଁ ଭାବୁଛି ମାନେ ପ୍ରଯୋଜକ ମାନଙ୍କୁ ମୁଁ ଏଇ ଗୋଟେ ଅନୁରୋଧ କରିବି, ପାକୁ ବାବୁ ହୁଅନ୍ତୁ, ଲାଣ୍ଡୁ ବାବୁ ହୁଅନ୍ତୁ, ସତ୍ୟ ବାବୁ ହୁଅନ୍ତୁ, ମତା ବାବୁ ହୁଅନ୍ତୁ, ଏସବୁ ଗୋଟେ ମିଶିକିରି ଏଇ ଯେଉଁ ଏକଜୁଟ ପ୍ରକୃତରେ ନାହିଁ, ମିଶିକିରି ଏଇ ଯେଉଁ ତାଙ୍କର ଟ୍ରେନିଂ ପିରିୟଡ଼ କେତେବେଳେ ଯେତେବେଳେ ଆଖଡ଼ା ଘର ଚାଲିଛି, ଆଖଡ଼ା ଘର ଯେତେବେଳେ ଚାଲିଛି ତାଙ୍କୁ ଯେଉଁ ଇଏଟା ରହୁଛି, ଯେଉଁ ଭୁଲଟା ରହୁଛି ବା ଯେଉଁଥିରେ ଲ୍ୟାକ୍ ରହୁଛି ଯେ ସେମାନେ ପାର୍ଟି ଛାଡ଼ି ଦେଉଛନ୍ତି, ଜଣଙ୍କଠୁ ପଇସା ଆଣିକି ଆଉ ଜଣଠୁ ନେଉଛନ୍ତି, ବିବାଦ ସୃଷ୍ଟି ହେଉଛି ନାହିଁ, ବିବାଦ ସୃଷ୍ଟି ହେଉଛି। ଏସବୁ ବିଷୟରେ ଆଟଲିଷ୍ଟ ସେଇ ଯେଉଁ ମାସେ 2 ମାସ ହେଉଛି ମାନେ ଆଖଡ଼ା ଘରର ଘଣ୍ଟାଏ ଖଣ୍ଡେ କାଉନସିଲିଂ ରଖନ୍ତୁ, ଆଇଦର ଏ ଡକ୍ଟର ଅର୍ ଏ ବେଟର କାଉନସିଲର, ସୋ ଦ୍ୟାଟ୍ ତାଙ୍କ ଭିତରେ ଯେଉଁ ଅଭାବ, ତାଙ୍କ ଭିତରେ ଯେଉଁ ଅସୁବିଧା, ତାଙ୍କ ଭିତରେ ଯେଉଁ ଅନିୟମତା ଚାଲିଛି ସେଟା ନିଶ୍ଚିତ ଭାବରେ ଦୂର ହେବ। କାରଣ ଦେଖନ୍ତୁ, ମୁଁ ଗୋଟେ ଅର୍ଗାନାଇଜେସନ୍ କାମ କରୁଛି, ଆପଣ ବିଦ୍ୟାଳୟ ମାନଙ୍କରେ ଦେଖନ୍ତୁ, ସେଠି କ'ଣ ଯଦି କ'ଣ କରୁଛନ୍ତି ନା କାଉନସିଲ୍ ରଖୁଛନ୍ତି। ଆମେ ଗୋଟେ କାମକୁ ଆମର ଯେଉଁ କାମ କରୁଛୁ, ଆମେ ବର୍ଷକୁ ମିନିମମ୍ 2 ମାସ ଟ୍ରେନିଂ ମାନେ ଅନ୍ୟ ଆଡ଼େ ବି ଯାଉ, ସେଇଠି ବି ଦିଆଯାଏ। କାରଣ ଦେଖନ୍ତୁ ଆଜିକାଲି ସବୁ ଆପଣ ଭୋଜାଳୟ ଦେଖନ୍ତୁ, ଶୌଚାଳୟ ଦେଖନ୍ତୁ, ବିଦ୍ୟାଳୟ ଦେଖନ୍ତୁ, ବିଶ୍ୱବିଦ୍ୟାଳୟ ଦେଖନ୍ତୁ, ହେଲା, ସବୁ ଆଳୟ ଗୁଡ଼ାକ ଆଜି କଳୁଷିତ ହେଇଯାଇଛି, ବୁଝୁଛନ୍ତି? ସବୁ ଆଳୟ ଆଜି କଳୁଷିତ। କିନ୍ତୁ ଏଇ ଯେଉଁ ଯାତ୍ରା ଆମର ଚାଲିଛି, ଏବେ ବି ସୁଦ୍ଧା ମଜା ଆସୁଛି, କିଛି ଖରାପ ହେଇନି। ଅବଶ୍ୟ ପରିବର୍ତ୍ତନ ସବୁଥିରେ ଘଟିଛି, ଘଟିବ ନିଶ୍ଚୟ। ଆଉ କ'ଣ ଆମେ ଆଉ ସେଇ 30 ବର୍ଷ ତଳକୁ ଫେରିଯିବା କି? ଘଟୁଛି। ନୂଆ ନୂଆ କଳାକାରମାନେ ବି ଆସନ୍ତୁ, ସମସ୍ତଙ୍କୁ ସୁଯୋଗ ଦିଆଯାଉ, ଆଉ କମ୍ଫର୍ଟରେ ସେମାନେ କେମିତି ରହିବେ କଳାକାରମାନେ। ତାପରେ ଏମାନେ ଯେହେତୁ ଏମାନଙ୍କର ଗଭର୍ଣ୍ଣମେଣ୍ଟ ପାଖରେ ଏମାନଙ୍କର କିଛି ରେଜିଷ୍ଟ୍ରେସନ୍ ନାହିଁ, ତେଣୁ କହୁଛି ସେମାନେ କ'ଣ ହେଉଛି ଦରମା
ESI हॉस्पिटल इवन कि आम जो प्लांट रे काम करूँ नालको काम करूँ कैजुआल लेबर मसू सब 15 जन दरमा है ESI कटो ESI कटो मैंने PF कटो ESI कटले कौन हम जी भर किए परिवार वर्ग में मैंने बहुत बड़ डिजीज बेले से रिफर हो एनपानेल बड़ बड़ हॉस्पिटल को है ये टंका पाँच सब हूँ मालिक मैंने पैसा दौरान यही मैंने चाहिए ही हम केत जन आगधाड़ी कलाकार प्रयोजक कमिटी मेंबर चाहिए गोटे काउनसिलर कि केमिति मत बहुत भल लगे कौन जानते ना जात्रा ये जो आलंकारिक शब्द जमी ओडिया साहित्य विभूति पट्टनायक होती प्रथम माने जड़े औपन्यासिक भाव में ओडिया भाषा को जो आलंकारिक शब्द अनेक तो अच्छा आलंकारिक शब्द सृष्टि कर विभूति पट्टनायक बुझे कि तेणु सब दृष्टिकोण मुझे खाली यात्रा देखी बसिकी चलीगल हेनी से आमर भी उत्तरदायित्व अच्छे आम दर्शक हिसाब से उत्तरदायित्व अच्छे आम किसी कहीपर ये सब जिनस हेले आपण मैंने आलोचना हेले आग अच्छा नीरव अच्छा अपू अजू कान्हा अच्छा बसिकी ये जो आखाड़ा घर जो मास 2 मास हो जहाँ भी हूँ गोटे काउनसिलर रखु गोटे पार्टी को छाड़गले केमी होमी डिस्टर्बान्स हो साइकोलोजी इफेक्ट आसो मनीषर साइकोलोजी जहाँ भावे मु भावे मत ज्वर हो बिंधुची बॉडी से एक्सेप्ट कर अनेक डिजीज दैट इज साइकोसोमेटिकल मन स्ट्रंग रही किसी हेनी मन रही किसी हेनी मत 62 मसीह नाच देखा रघुनाथपुर आसी नाच देखा कहीं मन अच्छी बोली पूरा मूल अच्छी टे भी आखि पड़नी एवं गले 3-4 घंटा पर खाई पीले शोबी तेणु सब प्रकार सृष्टि मैं सब प्रकार दृष्टिकोण देखो ना मु बाइक दूची मु खाली नाच नीति है ये है सी है डायलॉग ना जो ऑर्गेनाइजेशन करे जो मालिक मैंने अच्छे तो मिनिमम 10 कोटी 15 कोटी टका ना गोटे हो पार ना ता भितर रखु सुविधा पाई जी जार पैसा ना गाड़ी गोटे किनला ये करला सीटा गोटे कथा नुह काउनसिलिंग गोटे रखु जो डांस पिला मैंने नाचती मुझे सुजोग पाइले मागेणा टिकेट करके जाए कहीं कहले अच्छे दिन मागणा मिल मुझे जाए नहीं कारण से देखिए भारी दुख लगे डांस कर से सब करूँ से सब थर चिंता मुक्त रहूँ टेंशन हूँ ना जन पाख एमती गोटे समाज में भल जिन गठन हो सहीटा मुझे कहूँ गोटे काउनसिलर रखु है काउनसिल मेन काउनसिलर रही ना से जो साइकोलोजिस्ट रही प्रोब्लेम कौन समझ छिड़ा पचारे से 2 मास भितर घंटा जी जार प्रोब्लेम सी बढ़िया बुझेबे मैंने केते काउनसिल पाक जाइचु आम ट्रेनिंग भी नहीं 35 वर्ष कम है गोटे मैंने कम नालको केते ट्रेनिंग जाइचु आम इन हाउस भी ट्रेनिंग दि जाए यहाँ कहीं पारनी ये सब बड़ इंडस्ट्री प्राइवेट संस्थान मुझे कहि सब यात्रा पार्टी को मिसई देले ये हूँ सब बड़ इंडस्ट्री जन 15 कोटी टका ना करें जे मालिक जी टेंशन ए फोन से फोन ना कि मालिक रे काउनसिल आसवे मुझे नुआ सजेसन गोटे आपको आज दूसरी आप दूर कौन करेंगे तेणुक नमस्कार ये सब जिन सब देख